କିନ୍ତୁ ଏଇଟା ସତ ଯେ ଏଇଟା ଗୋଟେ ବହୁତ ବଡ଼ ଗୌରବ ନିମାପଡ଼ାର, କାରଣ 1950-51ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ପାମେଲା ମାଉଣ୍ଟବେଟନ ବହୁତ ଲୋକ ଇମ୍ପୋର୍ଟାଣ୍ଟ ଲୋକମାନେ, ଗୁରୁତ୍ୱପୂର୍ଣ୍ଣ ଲୋକମାନେ ଆସି ତାକୁ ଫାଉଣ୍ଡେସନ ତାର ପକାଇଥିଲେ ଏବଂ ତାକୁ ଉଦ୍ଘାଟନ କରିଥିଲେ। ଡକ୍ଟର ହରେକୃଷ୍ଣ ମହତାବ ମଧ୍ୟ ତାକୁ ଆସି ଉଦ୍ଘାଟନ କରିଥିଲେ। ମଝିରେ ଯେତେବେଳେ ହେଲା ବାତ୍ୟା ହେଲା ସେତେବେଳେ ମଧ୍ୟ ତାକୁ ONGC ର ପଇସାରେ ସେ ପୁଣି ପୁନରୁଦ୍ଧାର ହେଇଥିଲା। ଏବେ ଫନି ବାତ୍ୟାରେ ସେଟା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ତ ତାକୁ ପୁନରୁଦ୍ଧାର କରିବା ପାଇଁ ଆମେ କର୍ତ୍ତୃପକ୍ଷଙ୍କୁ ଜଣେଇଛୁ। ବହୁତ ଆମର ML ଲ୍ୟାଡ୍ସ ପାଇଁ କି MP ଲ୍ୟାଡ୍ସ ପାଇଁ କି ଆମେ ବହୁତ ଥର ଆବେଦନ କରିଛୁ ଯେ ଯାହା ହଉ ବର୍ତ୍ତମାନ ଆଗରୁ ଆମର ଯିଏ ଥିଲେ ମାନ୍ୟବର ବିଧାୟକ ସମୀର ରଞ୍ଜନ ଦାସ, ସେ ତାଙ୍କ 10 ଲକ୍ଷ ଟଙ୍କା ଚିଫ ମିନିଷ୍ଟର ପ୍ରୋବ୍ଲେମ ଫଣ୍ଡରୁ ସାଂକ୍ସନ କରିଛନ୍ତି। ତାର ସେ ଶହୀଦ ଭବନ ଆଉ ଶହୀଦ ଭବନ ହେଇକି ନାହିଁ, ଶହୀଦ ମାନଙ୍କର କେବଳ ଫଟୋ ବ୍ୟତୀତ ଆଉ ତା ଭିତରେ କିଛି ଆପଣ ଦେଖିବାକୁ ପାଇବେନି। ତା ଉପର ଛାତ ସମ୍ପୂର୍ଣ୍ଣ ଉଡିଗଲାଣି। ବିଗତ ସାଇକ୍ଲୋନରେ ଯାହା କ୍ଷୟକ୍ଷତି ହେଇଥିଲା ତାହାର ଭରଣ ପୋଷଣ ପାଇଁ ସେଠାରେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ 10 ଲକ୍ଷ ଟଙ୍କାର ଗୋଟେ ଫଣ୍ଡିଂ ର ବ୍ୟବସ୍ଥା କରିଥିଲେ, ତାହା ମଧ୍ୟ ନାଲି ଫିତା ତଳେ ଏବେ ଅଛି। ଆଗାମୀ ଦିନରେ ଏହାର ଯଦି ରକ୍ଷଣାବେକ୍ଷଣ ନ କରାଯାଏ ଏହା ସମ୍ପୂର୍ଣ୍ଣ ବିଲୁପ୍ତ ହେଇଯିବ। ଯେଉଁମାନେ ଏଇ ଶହୀଦ ସ୍ମୃତି ସଂସଦରେ ଅଛନ୍ତି ସେମାନଙ୍କର ଇଚ୍ଛା ଶକ୍ତିର ଅଭାବ, ଆନ୍ତରିକତାର ଅଭାବ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଯଦିଓ 10 ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି, କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ ହେଇପାରୁନାହିଁ ତାହା ଏବେ ବି ମୋ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମୁଁ ଯେତିକି ଅନୁଧ୍ୟାନ କରିଛି, ଏହି କମିଟିରେ ରହିଥିବା ଅନେକ ସଦସ୍ୟ ମାନେ ଶହୀଦଙ୍କର ଉତ୍ତରାଧିକାରୀ ନୁହନ୍ତି। କିଏ କେମିତି କାହାର ଲେଖା ଜୋଖା ଭିତରେ ଥିବା ଅନେକ ଲୋକ ଏହି କମିଟି ଭିତରେ ସ୍ଥାନ ପାଇଥିବାରୁ ତାହାକୁ ନେଇକିରି ମାନେ ଅନେକ ଦ୍ୱନ୍ଦ୍ୱ ମଧ୍ୟ ଦେଖାଯାଉଛି।